ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଆପଣ କିପରି ଘରେ ବସି ବସି ଝିଅ ପଟେଇ ପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇ ପାରିବେ କେବଳ 2ଟି ଲବଙ୍ଗ ଆଉ କଳା ସୂତା ସାହାଯ୍ୟରେ। ଆଜ୍ଞା ହଁ, ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି 2ଟି ଲବଙ୍ଗ ଆଉ କଳା ସୂତା ସାହାଯ୍ୟରେ ଝିଅ ପଟେଇବା ପାଇଁ ବଶୀକରଣ ବିଦ୍ୟା, ନାରୀ ମୋହିନୀ ବଶୀକରଣ ବିଦ୍ୟା, ଯାହାର ପ୍ରୟୋଗରେ ଆପଣ କେଉଁ ବି କୁଆଁରୀ ଝିଅ ବା ବିବାହିତା ନାରୀକୁ ଅତି ସହଜରେ ନିଜ ବଶରେ କରିପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଯେଉଁ ଝିଅ ଆପଣଙ୍କୁ ଭାव ଦେଉନଥିଲା ସେ ଝିଅ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ବିବାହିତା ନାରୀ ବା ପଡ଼ିଶା ଘର ଭାଉଜକୁ ଆପଣ ଦିନରାତି ଭାବୁଛନ୍ତି, ସିଏ ନିଜେ ଫୋନ୍ କରିବ, ହାତ ଧରିକି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ଚାଲନ୍ତୁ ଜାଣିବା। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ମଙ୍ଗଳବାର କିମ୍ବା ଶନିବାର ଦିନ କରିପାରିବେ। ରାତିରେ ଶୋଇବା ପୂର୍ବରୁ କରିବେ। ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ ଗୋଡ଼ ଧୋଇକି ଏହି ବଶୀକରଣ ଆରମ୍ଭ କରିବେ। ପ୍ରଥମେ ଆପଣ କ'ଣ କରିବେ, 2ଟା ଲବଙ୍ଗ ଆଣିବେ ଆଉ କଳା ସୂତା ଆଣିବେ, ଅଳ୍ପ ଟିକେ ଲାଲ ସିନ୍ଦୁର ଆଣିବେ। ଏତିକି ଜିନିଷ ଆଣିସାରିବା ପରେ ଆପଣ ନିଜର ବିଛଣା ଉପରେ ଚୁପଚାପ ବସି ପଡ଼ିବେ, ଯେମିତି ଆପଣଙ୍କୁ କେହି ଦେଖିବେନି କିମ୍ବା ଡାକିବେନି। ତାପରେ ଯେଉଁ 2ଟା ଲବଙ୍ଗ ଆଣିଛନ୍ତି ସେ 2ଟା ଲବଙ୍ଗରୁ ଗୋଟିଏ ଲବଙ୍ଗ ହାତରେ ଧରିବେ ଆଉ 3 ଥର ସେଇ ଝିଅ ବା ସ୍ତ୍ରୀର ନାମ କହିବେ ଯାହାକୁ ଆପଣ ପଟେଇବାକୁ ଚାହୁଁଛନ୍ତି। ତାପରେ ଆଉ ଗୋଟିଏ ଲବଙ୍ଗ ଧରିବେ ଆଉ ନିଜର ନାମ 3 ଥର କହିବେ। ଏତିକି କରିସାରିବା ପରେ ସେ 2ଟା ଲବଙ୍ଗକୁ ଏକାଠି କରି ସେଥିରେ କଳା ସୂତାକୁ ଗୁଡ଼େଇ ଗୁଡ଼େଇ ବାନ୍ଧିଦେବେ, ଯେମିତି 2ଟା ଲବଙ୍ଗ ଏକାଠି ବାନ୍ଧି ହେଇଯିବ। ତାପରେ ଏହି ମନ୍ତ୍ରକୁ 21 ଥର ପଢ଼ିବେ। ଓମ୍ ଚନ୍ ଚାମୁଣ୍ଡାୟ ଆମୁକଂ ମେ ବଶ୍ୟମ୍ କୁରୁ କୁରୁ ସ୍ୱାହା। ଆମୁକଂ ଜାଗାରେ ଆପଣ ସେଇ ଝିଅ ବା ସ୍ତ୍ରୀର ନାମ କହିବେ ଯାହାକୁ ଆପଣ ପଟେଇବାକୁ ଚାହୁଁଛନ୍ତି। ମନ୍ତ୍ରକୁ 21 ଥର ପଢ଼ି ସାରିବା ପରେ ସେ ଲବଙ୍ଗରେ ଭଲ ଭାବରେ ସିନ୍ଦୁର ଲଗେଇଦେବେ। ତାପରେ ସେ ଲବଙ୍ଗକୁ ଖଣ୍ଡେ କାଗଜରେ ମୋଡ଼ିକି ନିଜର ଶୋଇବା ତକିଆ ତଳେ ରଖିକି ଶୋଇପଡ଼ିବେ। ଗ୍ୟାରେଣ୍ଟି ଦେଉଛି, ଏତିକି କରିକି ଦେଖନ୍ତୁ, ସେ ଝିଅ ବା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।